ଜୟ ଜଗନ୍ନାଥ। ବହୁତ ଥର ଏହା ଦେଖିବାକୁ ମିଳିଥାଏ, ଯିଏ ଅଧିକ ପୂଜାପାଠ କରିଥାଏ ସିଏ ହିଁ ଅଧିକ ଦୁଃଖ ପାଇଥାଏ। କିନ୍ତୁ କୌଣସି ନାସ୍ତିକ ବ୍ୟକ୍ତି କୌଣସି ପୂଜାପାଠ କରନ୍ତି ନାହିଁ, ଭଗବାନଙ୍କୁ ଡାକନ୍ତି ନାହିଁ, ମନ୍ଦିର ମଧ୍ୟ ଯାଆନ୍ତି ନାହିଁ, କେବେ ସାଧୁସଙ୍ଗ କରନ୍ତି ନାହିଁ, ସେହି ମଣିଷ ଅଧିକ ସୁଖରେ ଜୀବନଯାପନ କରନ୍ତି। ଏସବୁ ଦେଖିଲେ ଲାଗିଥାଏ କି ଭଗବାନ ହିଁ ନାହାନ୍ତି, ଆଉ ଯଦି ବି ଭଗବାନ ଅଛନ୍ତି ତାଙ୍କ ନ୍ୟାୟ ଭୁଲ ଅଟେ। ଏହା କୌଣସି ସାଧୁବାଣୀ ନୁହେଁ। ଏପରି ପ୍ରାୟ ସମସ୍ତଙ୍କ ସହିତ ହୋଇଥାଏ। ଏହା ପଛରେ କ'ଣ କାରଣ ତାହା ଏହି ଭିଡ଼ିଓ ମାଧ୍ୟମରେ ଜାଣିବା। ଭଗବାନ ଶ୍ରୀକୃଷ୍ଣ ଏହାର ଉତ୍ତରରେ କହିଛନ୍ତି, ଯେଉଁ ମଣିଷ ଅଧିକ ପୂଜାପାଠ କରୁଥାଏ ସେହି ଲୋକ ହିଁ ଅଧିକ ଦୁଃଖ ପାଇଥାନ୍ତି। ଏହି କଥା ଦ୍ୱାପର ଯୁଗର ଅଟେ, ଯେତେବେଳେ ଭଗବାନ କୃଷ୍ଣ ଓ ଅର୍ଜୁନ ମଧ୍ୟରେ କଥାବାର୍ତ୍ତା ହେଉଥିଲା। ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ପଚାରିଲେ, ହେ ମାଧବ, ଯେଉଁ ଲୋକ ଅଧିକ ପୂଜାପାଠ କରେ ସେହି ମନୁଷ୍ୟ ଅଧିକ ଦୁଃଖ ପାଏ। ଏହା ପଛରେ କାରଣ କ'ଣ ହୋଇପାରେ? ଯେଉଁମାନେ ଭଗବାନଙ୍କ ନାମ ନେଉନାହାନ୍ତି, ପାପ କାର୍ଯ୍ୟରେ ଲିପ୍ତ ରହନ୍ତି, ସେମାନେ ସୁଖରେ ରହିବାର ଦେଖୁଛି। ଅର୍ଜୁନ କହିଲେ, ଏହା ପଛରେ ରହସ୍ୟ ମୋତେ କୃପା କରି କୁହନ୍ତୁ କେଶବ। ଶ୍ରୀକୃଷ୍ଣ ଗୋଟିଏ ଛୋଟ କାହାଣୀଟିଏ ଶୁଣାଇଲେ। ଜଣେ ଗୁରୁଙ୍କର ଦୁଇଜଣ ଶିଷ୍ୟ ଥିଲେ। ଦୁଇଜଣ ଶିଷ୍ୟ ବିଦ୍ୱାନ ଥିଲେ। ଦୁଇଜଣ ଭିତରେ ଏତିକି ଫରକ ଥିଲା, ଜଣେ ଭଗବାନଙ୍କୁ ମାନୁଥିଲେ, ଆଉ ଜଣେ ଭଗବାନଙ୍କୁ ମାନୁନଥିବା ନାସ୍ତିକ ଥିଲେ। ଜଣେ ଏମିତି ଥିଲେ ଯେଉଁଠାରେ ଭଗବାନଙ୍କର କୀର୍ତ୍ତନ ଭଜନ ହେଉଥିଲା ସେଠାକୁ ଦୌଡ଼ି ଚାଲି ଯାଉଥିଲେ, ଆଉ ଭଗବାନଙ୍କର ପୂଜାପାଠ କରୁଥିଲେ। କିନ୍ତୁ ଅନ୍ୟ ଶିଷ୍ୟ ଜଣକ ଏହି ସବୁଠାରୁ ବହୁ ଦୂରରେ ରହୁଥିଲା। ଅନ୍ୟ ଶିଷ୍ୟ ଜଣଙ୍କର ସବୁ ଖରାପ ଅଭ୍ୟାସ ଥିଲା। ଚୋରି, ଡକାୟତ, ମଦ୍ୟପାନ ଭଳି ଅଭ୍ୟାସ ଥିଲା। ଦିନେ ସେହି ଶିଷ୍ୟ ମଦ୍ୟପାନ କରି ଯାଉଥିବା ସମୟରେ ତାକୁ ଏକ ଟଙ୍କା ଭର୍ତ୍ତି ବ୍ୟାଗ୍ ମିଳିଲା। ଏହା ଦେଖି ସେ ଖୁସି ହୋଇ ଚିତ୍କାର କରି କହିଲା, ଆଜି ମୋତେ ଟଙ୍କା ଭର୍ତ୍ତି ବ୍ୟାଗ୍ ମିଳିଲା। ମୋ ଜୀବନର ସଫଳ ହୋଇଗଲା। ଏଥିରେ ମୋ ଜୀବନର ସମସ୍ତ ଆବଶ୍ୟକତାକୁ ପୂରଣ କରିବି। ଅନ୍ୟ ପକ୍ଷରେ ଅନ୍ୟ ଶିଷ୍ୟ ଜଣକ ମନ୍ଦିରକୁ ଭଜନ କୀର୍ତ୍ତନ ସାରି ଫେରୁଥିବା ସମୟରେ ତା ପାଦରେ କଣ୍ଟାଟିଏ ଫୋଡ଼ି ହୋଇଗଲା। ତା ପାଦରୁ ବହୁତ ରକ୍ତ ବାହାରିଲା। ସେହି ସମୟରେ ସେହି ବାଟ ଦେଇ ତାର ଖରାପ ସଙ୍ଗ ଯାଉଥିଲା। ଏହା ଦେଖି ସେ ହସି ହସି କହିଲା, ତୁମେ ଏତେ ପୂଜାପାଠ କରୁଛ, ତୁମକୁ ଭଗବାନ କ'ଣ ଦେଲେ? ମୋତେ ଦେଖ, ମୁଁ ନିଜ ଘରେ ଭଗବାନଙ୍କର ପ୍ରତିମା ମଧ୍ୟ ରଖିନାହିଁ, କିନ୍ତୁ ମୋତେ ଟଙ୍କା ଭର୍ତ୍ତି ବ୍ୟାଗ୍ ମିଳିଗଲା। ଭଗବାନଙ୍କ ପାଖରେ କେବେ ମୁଣ୍ଡ ନୁଆଁଇ ନାହିଁ, କିନ୍ତୁ ମୋ ପାଖରେ ବହୁତ ଟଙ୍କା ଅଛି। କୌଣସି ଜିନିଷରେ ଅଭାବ ନାହିଁ। ସବୁଠାରୁ ସୁଖୀ ଜୀବନ ମୁଁ ବଞ୍ଚୁଅଛି। ଏହି କଥା ଭଲ ଶିଷ୍ୟ ଜଣଙ୍କୁ ବହୁତ ବାଧିଲା। ସେ ମନେ ମନେ ବିଚାର କଲା, ଏ ତ ଠିକ୍ କଥା କହୁଛି। ମୁଁ ତ ବହୁତ ପୂଜାପାଠ କରୁଛି, ତଥାପି ମୁଁ ବହୁତ କଷ୍ଟ ପାଉଛି, ଦୁଃଖ ପାଉଛି, ଆଉ ସେ କିଛି କରୁନାହିଁ କିନ୍ତୁ ସୁଖରେ ଅଛି। ଶିଷ୍ୟ ଜଣକ ଏପରି ବିଚାର କରି ତାର ଗୁରୁଙ୍କ ପାଖକୁ ଗଲା। ଏହି ପ୍ରଶ୍ନ ତା ଗୁରୁଙ୍କୁ ପଚାରିଲା। ଗୁରୁ ସ୍ମିତହାସ ଦେଇ କହିଲେ, ଭଗବାନ ଯାହା ବି କରନ୍ତି ପ୍ରାଣୀର ମଙ୍ଗଳ ପାଇଁ କରନ୍ତି। ଯାହା ପାଖରେ ଯେମିତି ଯୋଗ୍ୟ ଥାଏ ସେମିତି ଫଳ ଦେଇଥାନ୍ତି। ଆଉ ତୁମ ପ୍ରଶ୍ନର ଉତ୍ତର ଜାଣିବାକୁ ଚାହୁଁଛ ଯେ ତୁମ ପାଦରେ କାହିଁକି କଣ୍ଟା ପଶିଗଲା, ଆଉ ତାକୁ ଟଙ୍କା ଭର୍ତ୍ତି ବ୍ୟାଗ୍ କାହିଁକି ମିଳିଲା? ଏହାର କାରଣ କ'ଣ ମୁଁ କହୁଛି ଶୁଣ। ଏହାପରେ ଗୁରୁଜୀ କହିଲେ, ଶୁଣ, ତୁମେ ପୂର୍ବଜନ୍ମରେ ବହୁତ ପାପ କରିଥିଲ, ତେଣୁ ତୁମର ମୃତ୍ୟୁ ହେବାର ଥିଲା। କିନ୍ତୁ ତୁମେ ବଞ୍ଚିଗଲ କାହିଁକି ନା ତୁମେ ମନ୍ଦିର ଯାଇଥିଲ, ଭଗବାନଙ୍କର ପୂଜା କରୁଥିଲ। ଏହି କାରଣ ଯୋଗୁଁ ତୁମର ମୃତ୍ୟୁ ନ ହୋଇ କୌଣସି ଗୋଟିଏ କଣ୍ଟା ପଶିଗଲା। ତୁମେ ଅଳ୍ପରେ ବଞ୍ଚିଗଲ। ଆଉ ରହିଲା ତୁମ ମିତ୍ର କଥା। ପୂର୍ବଜନ୍ମରେ ତୁମ ମିତ୍ର ଜଣେ ସାଧୁ ସନ୍ଥ ଥିଲା, ଯେଉଁ କାରଣରୁ ଆଜି ତାର ଭାଗ୍ୟ ବଦଳିବାର ଥିଲା। ସେ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ ହେବାର ଥିଲା, କିନ୍ତୁ ଏ ଜନ୍ମରେ ସେ କୌଣସି ଭଲ କାମ କରିନାହିଁ, ଯେଉଁ କାରଣରୁ ପୂର୍ବଜନ୍ମର କର୍ମ ଯୋଗୁଁ ତାକୁ କିଛି ପଇସା ମିଳିଗଲା, ନହେଲେ ସେ ବହୁତ ଧନୀ ହୋଇଥାନ୍ତା। ତେଣୁ ତୁମେ ଭଗବାନଙ୍କୁ ଦୋଷ ଦେବା ଛାଡ଼ି ଦିଅ। ତୁମେ ବର୍ତ୍ତମାନ ସମୟର ସଦୁପଯୋଗ କର।
ଭବିଷ୍ୟତ ଆପେ ଆପେ ସୁଧୁରିଯିବ। ଏହି ପ୍ରକାର ଗୁରୁଦେବ ତାର ଆଖି ଖୋଲିଦେଲେ। ତାପରେ ଘରକୁ ଯାଇ ତା କର୍ମରେ ଲାଗିବା ସହିତ ଭଗବାନଙ୍କୁ ଭକ୍ତି କଲା। ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ। ଜୟ ଜଗନ୍ନାଥ।